चमत्कार परिवेश जिते बड़े देखुची केही केते बड़े न थांती मो बॉयफ्रेंड सुने भारी गोलगलिया रोमांटिक बॉय ता बापुजीर स्पर्श मते भारी सियाणा दे प्रथा चली आसी बॉयफ्रेंड तो बॉयफ्रेंड प्रेमर झलकटा ठीक एठु ही बारी हुए आकाशर रंग सबुज बनानी पहाड़ झरणा फूल सुगंध अति रमणीय आ मधुर हाँ आज भी कहीं तोर कौन असुविधा है तुम भाई भल लगे दीदी दीदी तमर मोर ठीक समय भेट हुए दीदी तुम्हें ना भारी कौन कहलु दीदी आसन बसिए गप सपा तमे जाओ तमे किए मु जानिनी जाओ सुनील को कहि दबो दीदी होटी चाय टिके पानी टिके कॉफी टिके ऑर्डर देले आईडी गंदी मु कहिली ना मते किछ दरकार नै तमे जाओ जाई सुनील को कहि दियो दीदी तमे ना भारी सुंदर दिसछ हाँ आज दुनिया के जिनस तुम गोड़ तले आनते मु तते थरे कहिली ना मते किछ दरकार नै तू जा तो सानो बाबू सुनील को डाके ए दीदी समय बड़ बलवान दीदी तुम दीदी नहीं करछो मु ताला आसी तुम आलू छु जा जा मोर किछ दरकार नै मु भाबुची मो बॉयफ्रेंड कथा सीए मते ठीक देखले ना ओ सब सारी देबो सी मो पाठ पढ़ा सांग मोबाइल व्हाट्सएप चीटिंग चैटिंग चले बारे से भारी दुरंदर आमे दुहे मिसिले भारी मजा लागे आज फोन रे कथा हेचो रोमांस करबो जियो पिला ठानु मो पिला माने टिके बोका सीबा कौन जाना घर तो कहीं थिला भले जाना पड़नी हे से बाहा के आछी चल जीवो मु फोन रे सुनील से कथा होय से कोड देखलो के जाने हेलो हेलो हां सुनील मु कहूची हेलो माय डार्लिंग गुड मॉर्निंग अरे ମୁଁ ତ ପହଞ୍ଚି ସାରିଲିଣି ମମି ଡାଡି ଘରେ ନାହାନ୍ତି ସେମାନେ ଡେରିରେ ଫେରିବେ ହଁ ଶୁଣ ସାର୍ ଫୋନ୍ କରିଥିଲେ ରିହର୍ସାଲ ପ୍ରୋଗ୍ରାମଟା ଆମେ ଶୀଘ୍ର ଆରମ୍ଭ କରିଦେବା ଫଙ୍କସନ୍ ପରା ପାଖେଇ ଆସିଲାଣି ହାଇ ଡାର୍ଲିଂ ହ୍ୟାଲୋ ଆରେ ସବୁ କାମ ଠିକ ସେ କରିବ କାହିଁକି ନା ସିଏ ବି ନାହାନ୍ତି ତମେ ଆଉ ମୁଁ ଏକା ଏକା ଆସୁନ ଆସ আহিସ୍ତା আহিସ୍ତା ଏମିତି ପ୍ରୟାସ ଚଳିବନି ବାବା ବୟସ ହେଇନି ମାନେ ବିପଦ ଅଛି ଦେଖ ସେତେବେଳକୁ ତମେ ଆମ ବଳ ମଧ୍ୟରେ ନଥିବ ମାନେ ମାନେ ହଉ ତମେ କଥା ମାନ ଛାଡ଼ ସେ କଥା ସେଦିନ ନାଟକ ପାଇଁ ସୁବ୍ରତ ସାର୍ ଆମ ଭିତରେ କିପରି ପ୍ରେମ କାହାଣୀ ସୃଷ୍ଟି ହବ ସେ କଥା ଶିଖଉଥିଲେ ନା ହଁ କଣ ମନେ ଅଛି ତ ସେଇ ଯାହା ବୁଝେଇଥିଲେ ଆମ ବୟସରେ ଉନ୍ମାଦନ ସୃଷ୍ଟି ହେବାଟା ସ୍ୱାଭାବିକ ଆଉ ହେଉଥିଲା ମଧ୍ୟ ଏହା ତ ଯୌବନର ପ୍ରଭାବ ଆଉ ପ୍ରତିଷ୍ଠା ଆଖିକୁ ଆଖି ମିଶାଇଲେ ଭଲ ପାଇବା ସୃଷ୍ଟି ହୁଏ ସେତେବେଳକୁ ତମେ ତ କାହିଁ ଆଖି ଖୋଲୁ ନଥିଲ ହଁ ଆଖି ଖୋଲୁନଥିଲି କିନ୍ତୁ ସାର୍ କହିଛନ୍ତି ନାଟକର ସଫଳତା ପାଇଁ କୃତ୍ରିମ ହଉ ପଛେ ଆଖିରେ ଆଖି ମିଶାଇବାକୁ ପଡ଼ିବ ଆଉ ତାହା ଯଦି ସତରେ ପରିଣତ ହୁଏ ତାହେଲେ କିଏ ଦାୟୀ ରହିବ ତମେ ନାଇଁ ନାଇଁ ତମେ ନା ତମେ ନାଇଁ ରହିବ ନାଇଁ ବାବା ତମେ ହଉ ବାବା ହେଲା
ଏହା ଆମ ପାଇଁ ପହିଲି ଯୌବନର ପ୍ରଥମ ସ୍ପର୍ଶ ହଉ। ବୁଝିଲ ମଧୁ, ଆମେ ତ ସମ୍ପୂର୍ଣ୍ଣ ଅଙ୍ଗବସ୍ତ୍ର ପିନ୍ଧିଛେ, ତାହେଲେ ଡର କାହିଁକି? ଆହୁରି କ'ଣ କହିଥିଲେ ସାର୍? ଆହୁରି କ'ଣ କହିଥିଲେ? ହାତରେ ହାତ ମିଶେଇ ବିଭିନ୍ନ ନୃତ୍ୟ ମୁଦ୍ରାକୁ ଅଭ୍ୟାସ କରିବା। ଏମିତି ଅନେକ ଭାବଭଙ୍ଗୀ ସହ ସାରଙ୍କ କଥାକୁ ମନେ ପକେଇ ଗୀତର ଛନ୍ଦେ ଛନ୍ଦେ ଆମେ ନାଚିବା। ସୁନିଲ, ଆମେ ଯଦି ତ ନୃତ୍ୟ କରିବା ହଁ ସେଟା ଟିକେ ବଜେଇଲ। ଠିକ ଅଛି। ତମେ ତ ହିରୋ ଆଉ ମୁଁ ତ ହିରୋଇନ। ଗୀତର ଛନ୍ଦେ ଛନ୍ଦେ ଆମେ ଆକ୍ସନ ମୁଡକୁ ଯିବା। ଠିକ ଅଛି, ମୁଁ ବଜାଉଛି। 1 2 3 ଷ୍ଟାର୍ଟ। Bye.
ସୃଷ୍ଟି କରିଛି। ଅନେକ ଥର ପ୍ରାକ୍ଟିସ କରିବାକୁ ପଡିବ। ମଞ୍ଚରେ ଦର୍ଶକ ଆମକୁ ରୋମାଣ୍ଟିକ ମୋଡରେ ଦେଖିବେ ଯେ। ଏକଦମ ଠିକ କଥା କହିଲେ। ଆରେ ସୃଷ୍ଟି ଏମିତି ଭାବରେ ଖୋଲା ଯାଇଛି ଯେ ତମକୁ ସ୍ପର୍ଶ କଲା ମାତ୍ରେ କେତେ ଯେ ଭାବନା ଚେଇଁ ଉଠୁଛି, ତଥାପି ଆଉ ତମକୁ ମୁଁ ଫୁଲ ହେଲେ ତମେ ମୋ ଭଅଁର। ପୁଅ ପିଲାଠାରୁ ଝିଅ ପିଲାମାନେ ଅତି ଚାଲାକ। ଟିକେ ଚାହିଁଲେ ତମ ଲାଇଫଟାକୁ ବର୍ବାଦ କରିଦେବେ ଯେ। ହଁ ଠିକ ଅଛି ମୋର। ମୁଁ ଟିକେ ପୋଷାକ ବଦଳେଇ ଆସୁଛି, ଆମେ ଆଜି ସଙ୍ଗୀତ ସାଙ୍ଗ ପାଖକୁ ଯିବା। ହଁ ଯାଅ। ଫୋନଟି ସେତେବେଳୁ ରିଙ୍ଗ ହଉଛି। କିଏ କଲ୍ କରିଥିବ କେଜାଣି? ସନ୍ଦୀପ, ମୁଁ ଅନେକ ଥର ଘରକୁ ଯାଇଛି, ତୋର ଦେଖା ମିଳୁନି। ବହୁ ଇଆଡୁ ସିଆଡୁ କହି ଫେରେଇ ଦଉଛି ବାପ। ଆମେ ବୁଢ଼ାବୁଢ଼ୀ କ'ଣ ଏମିତି କ୍ଷତି ଘଟିଲୁ ଯେ ତୁମେ ଆମକୁ ଘୃଣା କରୁଛ? जय माँ मंगला सर्वप्रथमे सर्वदेवादी को प्रार्थना करी आज आम आरंभ करुचु आमर क्षुद्र नाटक अलड़ा ईश्वर। आपण मैंने देखिए अलड़ा ईश्वर माँ बापा केमती पुओ अलड़ा हो जाती जे कि अलड़ा है पर भी से पुओ मैंने केमती घृणा करती से उक्ति को नहीं आम सचेतन देवा लगी समस्त को शिक्षा देवा लगी आ समस्त को जन देवा लगी एक क्षुद्र नाटक अनुष्ठित करूँ से हूँ अलड़ा ईश्वर। देखु उपभोग करूँ एवं मतामत दिंतु आउ क्षुद्र कलाकार को आशीर्वाद करूँ। धन्यवाद। रे आत्मन निद्रा परिहारी पीड़ित तारोजन कर कर निरीक्षण पीड़ित तारोलोचन कर कर निरीक्षण निशब्दे जीवन स्रोत धाउछि किपरि भेटिबाको मृत्यु सिधु कराल लहरी निद्रा परिहरी पीड़ित तारोलोचन कर कर निरीक्षण पीड़ित तारोलोचन कर कर निरीक्षण निशब्दे जीवन सत धाउछि किपरि भेटिबाको मृत्यु सिधु कराल लहरी रे आत्मन निद्रा परिहरी।
ପତିତ ତାରଣ ହେ ଈଶ୍ୱର ପତିତ ତାରଣ ପ୍ରାଣର ନିରଞ୍ଜନ ଭବ ଭୟ ବିନାଶର ତୁମେ ପ୍ରଭୁ ସନ୍ତତିତ ପ୍ରାଣର ଚନ୍ଦନ ସଂସାର ବିଷାକ୍ତ ନେତ୍ରେ ତୁମେ ଅଜନୀ ଆତ୍ମନି ନିଦ୍ରା ପରିହରି ଆତ୍ମନି ନିଦ୍ରା ପରିହରି ଯାଉଅଛି ଚାଲି କି ବେଗରେ ଯାଉଅଛି ଚାଲି ସେହି ସ୍ରୋତ ସାଙ୍ଗେ ଭାସି ଜୀବନର ସୁଖ ରାଶି ଯାହାର ଶରଣେ ନର ଶୋକ ଶୋଷ ଡାକି ଅତୀତକୁ ଉଦ୍ଭବ ହୋଇ ବୃଦ୍ଧ ଭାଳି ଭାଳି ଆତ୍ମନି ନିଦ୍ରା ପରିହରି ରେ ଆତ୍ମନି ନିଦ୍ରା ପରିହରି ତମେ ଏଠାକୁ କାହିଁକି ଆସିଛ? ମୁଁ ପଚାରୁଛି ପରା, ତମେ ଏଠାକୁ କାହିଁକି ଆସିଛ? ମୁଁ ଜାଣିଛି ତମେ ଜଣେ ଭଲ ବାପା ହେବାର ଭୂମିକା କେବେ ବି ନିଭେଇ ପାରିବନି। କାରଣ ତମକୁ ତ ଏ ସଂସାରର ଲୋଭ ଅହଙ୍କାର ଗ୍ରାସ କରିଛି, ଆଉ କରୁଥିବ ମଧ୍ୟ। ଆଉ ଶୁଣ, ସେ ଗଚ୍ଛିତ ରଖିଥିବା ଟଙ୍କା ସବୁ ଦେଇଦିଅ, ନଚେତ୍ ତମର ମୋର ସମ୍ପର୍କ ଏଠି କିଛି ନାହିଁ। ନା ତମେ ମୋର ବାପା, ନା ମୁଁ ତମର ପୁଅ। ସନ୍ଦୀପ, ଆରେ ମୁଁ ଟଙ୍କା କୋଉଠୁ ଆଣିବି? ମୋ ପାଖରେ ଟଙ୍କା କୋଉଠୁ ଆସିବ? ଆରେ ଆମ ବୁଢ଼ା ବୁଢ଼ୀର ଏଣିକି ଦେହ ଭଲ ରହୁନି, ଆଉ ଏ ଦହଗନ୍ଧ ଜୀବନରେ ତୁମମାନଙ୍କର ବିଚ୍ଛେଦ ଏ କଟା ଘାରେ ଚୂନ ଦେଲା ଭଳି ମନେ ହଉଛି। ଓହୋ, ତମେ ସେ କଥା ଗୁଡ଼ା ବକବାସ ବନ୍ଦ କଲ। ମୁଁ ଜାଣିଛି ତମର ସେ ଟଙ୍କା ରଖିଥିବା ଟଙ୍କା ମତେ ଦେଇଦିଅ, ନଚେତ୍ ମା ରଖିଥିବା ସବୁ ଟଙ୍କା ସବୁ ଦେଇଦିଅ। ମୁଁ କହି ରଖୁଛି, ସେ ମୋର ମା ନୁହଁ, ସେ ମୋର ଦୁଶ୍ମନ, ଅଭିଶପ୍ତା, ଡାହାଣୀ। ଆଉ ମା ନାଁରେ ସେ ଜଣେ କଳଙ୍କିଣୀ। ଆମ ସ୍ୱାମୀ ସ୍ତ୍ରୀ ସମ୍ପର୍କ ମଧ୍ୟରେ ସେ ହିଁ କେବଳ ଫାଟ ସୃଷ୍ଟି କରେ, ଆଉ ସେ ଜଣେ ସଫଳ ଖଳନାୟିକା ମଧ୍ୟ। ଏମିତି ନିନ୍ଦା କରିବାର ବାପା, ଯେତେବେଳେ ସିଏ ଜନ୍ମଦାତ୍ରୀ ମା। ହଁ, ସେ ସବୁ କଥା ମତେ କିଛି ଶୁଣାଉନି। ହଁ, ତମର ସେ କୃପଣତା, ଅସହନଶୀଳତା, ନିଷ୍ଠୁର ଭାବନା କେବେ ମଧ୍ୟ କ୍ଷମଣୀୟ ନୁହଁ। ଆମ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ାର କାରଣ କେବଳ ତମେ ଦୁହେଁ। କେବଳ ତମେ ଦୁହେଁ। ହଉ ବାପା, ହଉ, ତୋ ମନକୁ ଯାହା ଆସୁଛି ତାହା କହିଯା। ଏବେ ତ ଆମ ଶୁଣିବାର ସମୟ ଆସିଛି। ଆଉ ସେ ଅତୀତକୁ ଖୋଜୁଛି କିଏ? ତୋର ତ ଗୋଟିଏ ବୋଲି ପୁଅ ନା, ତୁ ତାକୁ ମଣିଷ କର। ହଁ, ସେ କଥା ମତେ ବେଶ ଭାବରେ ଭଲ ଭାବରେ ଜଣା ଅଛି। ତମେ ଗଲ ଏଠୁ ଧର୍ମ ଜ୍ଞାନ ଶିଖିବାକୁ ଚାଲି ଆସିଛନ୍ତି। ଯାଅ। ତୁମେ ସବୁ ଖୁସିରେ ରୁହ,
ଆଉ ଆମ ଭଳି ପିତା ମାତା ଯୋଉ କଷ୍ଟ ଭୋଗୁଛନ୍ତି ତାହା କେବଳ ଆମର ଭାଗ୍ୟର ବିଡ଼ମ୍ବନା। ହଉ ହଉ ରେ ପୁଅ, ମୁଁ ଯାଉଛି। ପଞ୍ଜୁରୀ ଭିତରେ ପ୍ରାଣ ପକ୍ଷୀ ତାର, ପଞ୍ଜୁରୀ ଭିତରେ ପ୍ରାଣ ପକ୍ଷୀ ତାର, ପଞ୍ଜୁରୀରେ ଆଉ ନାହିଁ। କାନ୍ଦି କାନ୍ଦି ନୀତି ଛାତି ଫାଟି ଗଲା, কাঁদি কাঁদি নীতি ছাতি ফাটি গলা। কি যশোর জিলু তুহি মনরে, মনরে আউ তু পাইব নাহি। তুরে অলড়াইশ্বর, তুরে অলড়াইশ্বর, অলড়াইশ্বর, অলড়াইশ্বর। কামিনী মায়ারে ছাতি হই যাই, ঘর তড়ি দিল কাই। আউ তো পাইব নাই, তোরে অলড়াইশ্বর, অলড়াইশ্বর, অলড়াইশ্বর। ଗୋଡ଼ ହାତ ଖାଲି ପାଣି ପଡ଼ିଗଲାଣି, ଆଉ ତ ଚାଲି ପାରୁନି। କଣ ହେଇଛି କେଜାଣି, ଏ ଜୀବନ ଚାଲିଯିବ ବୋଧେ। ପୁଅ ବୋଉ ତ କିଏ ପଚାରିଲେନି, ପାଖରେ ରହିଲେନି। କଣ କରିବୁ ମା? ଓହୋ, ହଉ ଟିକେ ଚଉକିରେ ବସିପାରିଲ। Oh
ଦେଖୁଛି ତମେ ଧୀରେ ଧୀରେ ଶଯ୍ୟାଶାୟୀ ହେଇଗଲେଣି। ହଁ? ଆମେ ଏବେ ବାର୍ଦ୍ଧକ୍ୟର ଅନ୍ତିମ ମାର୍ଗରେ। ଆମ ଦୁଃଖ କେହି ବୁଝିବେନି, କେହି ଶୁଣିବେନି। ସେ କଥା ଭାବିଲେ ମୁଣ୍ଡଟା କଣ ହେଇଯାଉଛି ଲକ୍ଷ୍ମୀ, ମୁଣ୍ଡଟା କଣ ହେଇଯାଉଛି। ତମେ ଦୁଃଖ କର ନା, ଆମର ସାଇ ପଡ଼ିଶା ମାନେ ଅଛନ୍ତି। ଆମେ ମରିଗଲେ ଆମ ସାଇ ପଡ଼ିଶା ମାନେ ଆମକୁ ଫିଙ୍କି ଦେବେ। ଅଲକ୍ଷଣୀ ବୋହୁଟା ଲାଗି ଆଜି ଆମର ଏ ଦଶା। ସେ କଥା ଭାବି ଲାଭ କଣ ଲକ୍ଷ୍ମୀ? ଥିବା ଯାହା ନଥିବା ତାହା। ବୋହୁଟା ସିନା ମୋର ଘରର ଝିଅ, ହେଲେ ମୋର ଗୋଟେ ବୋଲି ତାକୁ ଟିକେ ବୁଝା ସୁଝା କରି ଆଣ ପାଖକୁ। ଯିଏ ଆମ ଅବସ୍ଥା ଦେଖିଲେ କିଛି ନା କିଛି କରିବ, ତାକୁ ଆଣ ଟିକେ ବୁଝା ସୁଝା କରିକି। ବୁଝେଇବି କଣ? ପୁଅକୁ ଖାଲି ଟଙ୍କା ଦରକାର, ଟଙ୍କା। ସିଏ ଭାବୁଛି ଆମ ପାଖରେ କଥିତ ଟଙ୍କା ଅଛି, ଆଉ ତାକୁ ଟଙ୍କା ହିଁ ଦରକାର। ଲକ୍ଷ୍ମୀ ଛାଡ଼ ସେ କଥା। ଦେହ ଖରାପ ଅଛି, ଚାଲ ଟିକେ ବିଶ୍ରାମ ନେବା। ମୁଁ ବି ଚାଲି ଚାଲି ଥକି ଗଲିଣି। ଚାଲ ଆରେ ନା ନା, ସେମିତି କିଛି ନୁହଁ। ତମେ ତ ଠିକ ଟାଇମ୍ ଆସିଯାଇଛ। ତା ଛଡ଼ା ତମେ ମୋ ଘରେ ଯାଉଥିବା ସମୟର ଅଭିସାରିକା। ବସନ୍ତି, ତମେ ତ ଆଜି ଭାରି ରୋମାଣ୍ଟିକ ମୁଡରେ ଅଛ। ଆଉ ଆଜି ଏମିତି ସୁନସାନ ସମୟରେ ଉପଭୋଗ କରିବା ତ। ଠିକ କହିଛ। ମୁଁ କେବେ ନିଜକୁ ବୟସ ବଢ଼ିଗଲା ବୋଲି ଭାବିନି। ଆଉ ଆଜି ଇଚ୍ଛା ହଉଛି ତନ ମନକୁ ଉଜ୍ଜୀବିତ କରିବା, ମାନେ ସପ୍ତ ତରଙ୍ଗର ତାଳ ନାଚି ଗାଇ ପୁରୁଣା ଶବ୍ଦ ଛନ୍ଦରେ ନୂତନ ସୁର ମିଶାଇ ଖେଳିଯିବା ଆମେ ସେଇ ଅତୀତ ମଧୁର ମୁହୂର୍ତ୍ତ।
आसो साथी रंगने बोली दियो मन दे आसो साथी रंगने बोली दियो मन दे मेरे मने पूरी थारे जारी था एका एका समय जुआर जाइते आसिते जुआर भरा समय जुआर जाइते आसिते जुआर भरा ସଙ୍ଗୀତର ମୂର୍ଚ୍ଛନାରେ ପତି ଯିବାଟା କେମିତି ଲାଗିଲା? ଉତ୍ତମ, ଅତି ଉତ୍ତମ, ସ୍ମରଣୀୟ ମଧ୍ୟ। ତୁମ ପରି ହାସ୍ୟମୟୀ ଲାସ୍ୟମୟୀ এই କୋମଳ ଅଙ୍ଗନ ପରଶରରେ ମୁଁ ହଜି ଯାଇଛି କିଛି ନୂତନତ୍ୱର ଅନୁସନ୍ଧାନରେ। କିନ୍ତୁ ମନରେ ଅନେକ ପ୍ରଶ୍ନ ଥିଲା। ସେ ପ୍ରଶ୍ନ କଣ ହେଇପାରେ? ଆମେ ସଙ୍ଗୀତର ତାଳେ ତାଳେ ବଜି ଯାଇଥିବା ବେଳେ ଅନ୍ୟ ନିବାସରେ ସେଇ ବୁଦ୍ଧ ପିତାମାତା କଣ ଯେ କରୁଥିବେ ତାର ଆଭାସ ମତେ ଝାପ୍ସା ଝଲସି ଯାଉଛି ମୋର ଏ ଆଖି ଆଗରେ। ଓହୋ ସନ୍ଦୀପ, ତମେ ବୁଝିପାରୁନ, ଆମର ଯୋଉ ବୟସ ନା ସେଇଠି କେବଳ ଉପଭୋଗର ବାସ୍ନା ହିଁ ଦରକାର। ମତେ ଏ ଛଡା ଆଉ କିଛି ଦିଶେନା। ହଁ ଡାଲି, ତମେ ଠିକ କହିଛ ଯେ ବେଳେ ବେଳେ ତମେ ଯେ ଚଣ୍ଡୀ ପାଲଟି ଯାଅ। ନା ମିଛ, ଜମା ନୁହଁ, କଦାପି ନୁହଁ। ଏହା କେବଳ ଛଳନା ମାତ୍ର। ତମେ ଯେବେ ଆଲଫା ନେଇ ମୋ ପାଖକୁ ଆସ ମୁଁ ତୁମକୁ ମାଫ କରିଦିଏ ନା, ଏହା ଜାଣିଛ ତ? ହଁ, ଏ କଥା ମୁଁ ଜାଣିଛି। ନିଶା ସେବନ ଶରୀର ପାଇଁ ହାନିକାରକ, କିନ୍ତୁ ତମର ବାକ୍ୟର ପ୍ରଳାପ ମତେ ଭାରି ବାଧେ। ମାନେ ଆଉ ଅଭିଳାଷ ସବୁ ମୋ କାନକୁ ଚିତ୍କାର ଭଳି ଶୁଭେ। ଆଜିକାଲିର ସମ୍ରାଟ ନାରୀ ଯାହା ଚାहे ଯାହା ଖୋଜେ ତମେ ମତେ ଦବାକୁ ବାଧ୍ୟ। ଏଇ ଦେହର ଉପଭୋଗ ପାଇଁ ତମକୁ ଏସବୁ କରିବାକୁ ପଡ଼ିବ ହିଁ ପଡ଼ିବ। ଆଉ ଯଦି ନ କରେ? ନାରୀ ହେଉଛି ପ୍ରେମର ଅସରନ୍ତି ଧାରା। ବାରେ ବା, ଚମତ୍କାର ଶବ୍ଦ ସଂଯୋଜନାରେ ତମେ ମତେ ଚମକେଇ ଦେଇଛ। ଏହା ତ ପ୍ରୀତି ପ୍ରଣୟର କଥା। ହଁ, এই କଥା କଣ ମତେ ଅଜଣା? ମୁଁ ତ ବେଶ ଭଲ ଭାବରେ ଜାଣିଛି। କିନ୍ତୁ ଅନ୍ୟ ଭାବରେ ତମ ପିତାମାତାଙ୍କର ସେଇ ପୁରୁଣା କାଳିଆ ଢଙ୍ଗ ମାନେ ରକ୍ଷଣଶୀଳ ମନୋଭାବ ଯୋଗୁଁ ମୁଁ ଅତିଷ୍ଠ ହୋଇପଡ଼େ। ସେଇଥିପାଇଁ ତ ସେମାନଙ୍କ ସହ ଚଳିବା କଷ୍ଟକର ହୋଇପଡ଼ିଲା, ଆଉ ସେମାନଙ୍କୁ ଅନ୍ୟତ୍ର ଭଡ଼ା ଘରେ ରହିବାକୁ ପଡ଼ିଲା। ସେ ଯାହା ହଉ, ମୁଁ ଏବେ ଟିକେ ଖୁସିରେ ଅଛି, ଟିକେ ଶାନ୍ତିରେ ଅଛି। ହଁ ଡାଲି, ତମେ ଠିକ କହିଛ। ତମ କଥାକୁ ମୁଁ ତ କେତେବେଳେ ସମର୍ଥନ କରିସାରିଛି। କୁହ ମାମା କୁହ, ଜେଜେବାପା ଜେଜେମା ଏ ଘରେ ରହିବେନି କାହିଁକି? ବୋଧ ହୁଏ ବାପାକୁ ସେମାନେ ଜନ୍ମ ଦେଇନାହାନ୍ତି। ତମେ ସବୁ ସ୍ୱର୍ଗଶୀ ଜାତ ସନ୍ତାନ, ମାତା ପିତାଙ୍କ ସ୍ନେହ ଶ୍ରଦ୍ଧାରୁ ତମେ ମାନେ ବଞ୍ଚିତ। ସୁନୀଲ, କଣ ସବୁ ମତେ ଏପରି କହିଯାଉଛୁ? ହଁ ମାମା, ପିଲାଟି ଦିନରୁ ଶୁଣୁଥିଲି ପିତାମାତା ହଉଛନ୍ତି ପ୍ରଥମ ଗୁରୁ, ସେମାନେ ଈଶ୍ୱର ସଦୃଶ। କଣ ଠିକ କହିଲ ତ ମାମା? ଆରେ ଏ ସୁନୀଲ, କଣ ତୁ ସବୁ ଏ ବସି ଯାଉଛୁ? ତୁ କଣ ଏ କଥା ଜାଣିଛୁ? ସୁନୀଲ, କଣ ସବୁ କହିଯାଉଛୁ? ଜାଣିଛୁ ତ ମୁଁ ତୋର କିଏ ବୋଲି? ଏବେ କିନ୍ତୁ ସେମାନେ ଅଲଗା ହେଇଗଲେ, ସେମାନେ ହେଇଗଲେ ଅଲଗା ଈଶ୍ୱର।
ଖୋଲି କହନା ଆଉ ଏ ବୟସ ଅଛି ତୋର ଖେଳିବା ବୁଲିବା ପାଠ ପଢିବା ଆମ କଥା ମୁଣ୍ଡ ପରାଉ ହଁ କିଛି ଆଲୋଚନାର ପ୍ରସଙ୍ଗ ଶୁଣିଲି ତ ସେଥିପାଇଁ କହିଦେଲି। ଜାଣିଥା ପିତାମାତାଙ୍କ ଆଗରେ କିଏ କେବେ ମୁହଁ ଖୋଲି କହେନା ଆଉ ଏଯାଏ ତୋର ସେ ବୟସ ଆସିନି। ମୁଁ ତ ସେମିତି କିଛି ବାଧିଲା ଭଳି କଥା କହିନି। ମନକୁ ମିଠା ଲାଗିଲାନି ଉତ୍ତର ରଖିଦେଲି। ତା ଛଡା ଏମିତି ଅନେକ ଦିନ ଅନେକ ଘଟଣା ଘଟୁଛି ତାମାନେ ମୁଁ ସେ ଭିତରେ ସବୁ ଦେଖି କଣ ମୁଁ ଚୁପ୍ ରହିବି ମୁହଁ ଖୋଲିବିନି କଣ ଏଇଆ ତ? ଶାନ୍ତ ପିଲାଟା କାହାକୁ କଣ କୁହାଯାଏ ଏଯାଏ ଶିଖିଲେନି। ପାଠ ପଢିବା ବାହାନାରେ ଟଙ୍କା ନେଉଛି ମସ୍ତି କରୁଛି ଏହି ତାର ବେଉସା ଅନେକ ଥର ୱାର୍ଣ୍ଣିଂ ଦେଲି ତଥାପି ସେ ସୁଧୁରୁନି। ଓ ହଉ ରତାଲି କଣ ସବୁ ଏ ଘରେ ଚାଲିଛି ମୁଁ କିଛି ବି ବୁଝିପାରୁନି। ଏସବୁ ଟେନସନ ଦେଖି ମୋ ମୁଣ୍ଡ ବିନ୍ଧା ହେଲାଣି। ଚାଲ ଚାଲ ସେ କଥା ସବୁ ଛାଡ ଚାଲ ମତେ କହିବେ ଚା ଦବ ମୁଁ ଯିବାର ଅଛି ମୋର ତେଣେ ବହୁତ କାମ ଅଛି ଆସ। ଯାଅ ମୁଁ ତମକୁ କିଛି ଚା ମଗେଇ ପାରିବିନି। ତମେ ଯଦି ଚା ପିଇବାର ମନ ନିଜେ କରି ପିଅ ଆଉ ଯୁଆଡେ ଯିବାର ଅଛି ଯାଅ। ଓହୋ ଏମିତି ସାଧାରଣ କଥାରେ ତମେ ମୋର ବ୍ଲଡ ପ୍ରେସରଟା ବଢାଉନି ରତାଲି। ତମ କହିବା କଥାକୁ ମୁଁ କେବେ କଣ ମନା କରିଛି? ତା ଛଡା ତମେ କହିବା କଥା କଣ ମାନ୍ୟତା ଦେବି ବୋଲି ଏ ଦୁନିଆରେ କଣ ନିୟମ ଅଛି କିଛି? ମୁଁ କାହା କଥା ଶୁଣିବିନି। ମୁଁ ଏ ଘରର ଚାକରାଣୀ ନୁହେଁ ଯେ ସବୁ କଥାରେ ହଁ ମାରିବି। ମୁଁ ଏ ଘରର ମାଲିକାଣୀ। ଓ ହେଲା ବାବା ହେଲା ତମେ ଏତେ ରାଗୁଛ କାହିଁକି? ମୁଁ ଯାଏ ମୋ ନିଜ କଥା ମୁଁ ନିଜେ ବୁଝିବି। ଏଠି ସମୟ ଯାହା ହେଲାଣି ମାନେ ସମୟଟା ବଦଳି ଗଲାଣି। ଏଠି କେହି କାହାର ରିସ୍କ ନେବାକୁ ଚାହାନ୍ତିନି। ବେଳେ ବେଳେ ଛୋଟ ଛୋଟ କଥା ମଧ୍ୟ ଏଠି ମୋଟ ହୋଇଥାଏ। ଆଉ ଅଧିକ ସମୟ ଏଠି ରହିଲେ ମୋ ପାଇଁ ଭାରି ବିପଦ। ମୁଁ ଯାଏ ରେ ବାବା। ଭାରି ସ୍ୱାମୀ ଦିଆ ଦେଖେଇଛନ୍ତି। ବାବୁକୁ ଯାହା ଦରକାର ପୁଣି ଗଳି ତଳକୁ ଆଣିକି ଦବାକୁ ପଡିବ। ସେ ଯେମିତି ପାଠ ପଢିଛନ୍ତି ମୁଁ ବି ପାଠ ପଢିଛି। ଚାକରା ଟିକେ ରଖିଦେଲେ ବାବୁଙ୍କର ପଇସା ସରିଯିବ। ଭେଣ୍ଡା ପୁଅ କଥା ତ ଶୁଣିଲେ ଆଉ କାହାକୁ ବା କଣ କହିବେ? ହେଲେ ମୁଁ କାହା କଥା ଶୁଣିବାକୁ ପ୍ରସ୍ତୁତ ନାହିଁ। ଯାଇ ଦେଖେ ବାବୁ କେମିତି ଚା କରୁଛନ୍ତି। ସବୁ ଶୁଣୁଛି। ମୋ ମମି ଡାଡି ଆଧୁନିକତାର ସ୍ପର୍ଶରେ ପୁରା ମସ୍କୁଟ। ମୁଁ ଏମାନଠାରୁ ଶିଖିବାର କିଛି ନାହିଁ। କାହିଁକି ଏମାନେ ଏଯାଏ ବୃଦ୍ଧ ବୟସକୁ ଆସିନାହାନ୍ତି? କାହିଁକି କାହିଁକି ଜଣେ ବାଧ୍ୟକାରୀ କଥାକୁ ସେମାନେ ନିଜ ମନକୁ ନେବେ? ସମୟ ସ୍ରୋତରେ ସେମାନେ ଆନନ୍ଦ କରି ଉପଭୋଗ କରୁଛନ୍ତି।